ଝିଅକୁ 25 ବର୍ଷ ହେଇଥିଲା ମୁଁ ତାକୁ ବାହାଘର କରିଥିଲି। ମୋର ଏମିତି ଯୋଉ ସୁନା ଭଳିଆ ଦୁନିଆରେ ସମସ୍ତେ ବଜାରେ ତା ଭଳିଆ ପୁଅ ଏମିତି ଦୁନିଆରେ କେହି ନାହାନ୍ତି। ପଳେଇ ଆସ କାହିଁକି ଶନିବାର ଦିନ ତାକୁ ପାଣି ଡ୍ରେସ୍ ଦୋକାନରେ ବାପା ଏକା ଅଛନ୍ତି ମୁଁ ଯିବିନି ତମେ ମାମା ନେଇ ଆସ ଯାଇକି ହେଲେ ପଳେଇଥାନ୍ତା ଆମ ସାଙ୍ଗରେ ଗ୍ରହ କଟି ଯାଇଥାନ୍ତା। କଟକରେ ମଦ ଖାଇକିରି ହେଇଥାନ୍ତା ମୁଣ୍ଡକୁ ପିଟି ଦେଇଥାନ୍ତେ କି ହାତ ଭାତ ଗୋଟେ ପିଟି ଦେଇଥାନ୍ତେ ତା ଛାତି ଯୋଉ ଜାଗାରେ ହାର୍ଟ ସେଇ ଜାଗାରେ ମାରିକି ତାକୁ ଜୀବନ ମାରିବା ପାଇଁ ସେଇ ଜାଗାରେ ମାରିଲେ ହିଁ ସେ ମରିବ। ତାକୁ କି କଷ୍ଟରେ ତାକୁ ମାରି ତାଙ୍କ ହାତ କେମିତି ଗଲା ତାକୁ ମାରି ଏମିତି ସେଇ ପାଟି ତୁଣ୍ଡ 6 ମାସ ହେଲାଣି ସେ ଘଟଣା ସେଇ ପାଟି ତୁଣ୍ଡରେ ହେଇଥାଇପାରେ ନହେଲେ କାଲି ସେ ଯୋଉ ଏବେକା ଯୋଉ ପାଟି ତୁଣ୍ଡ ଯୋଉ ମଦ ଖାଇକି କହୁଛନ୍ତି ମଦ ଖାଉନାହାନ୍ତି ଦୁନିଆରେ ସମସ୍ତେ ମଦ ଖାଉଛନ୍ତି। ମଦ ଖାଇଲେ ଯାହା ସାଙ୍ଗରେ ଗଣ୍ଡଗୋଳ ଯଦି ସିଏ ମତେ ବଞ୍ଚା କଲେ ତାକୁ ଆପଣ ନ ମାରି ତାକୁ କେମିତି ପାଇବେ? ସେ ଆଗ ଗଣ୍ଡଗୋଳ କରିକିରି କି ଯାହା ଗୋଟେ ସତ ସେମିତିଆ କରିକିରି ସେ କରିଛନ୍ତି। ସେ ପୁରା ପ୍ଲାନ୍ କରିକିରି ଆସିକି ତାକୁ ମାରିଛନ୍ତି। ଆଜି ଶିବା ଆସୁଛନ୍ତି ଘରକୁ ଆପଣ କଥାବାର୍ତ୍ତା କାଲି ଶିବାଙ୍କ ଭାଇ ଆସି କହିଲେ ତାଙ୍କ ମୋବାଇଲ ଭାଙ୍ଗି ଭୁଙ୍ଗି ଯାଇଛି। ଆଜି ଥାନାରେ କହିଲେ ନାଇଁ ଶିବା କହୁଛି ଆମ ମୋବାଇଲ ଭଲ ଅଛି। ଆଦେହରେ କଣ ଆଉ ଶିବା ଏକା ପଚାରିଲେ ସେଇ ହିଁ କହିବ। ମ୍ୟାଡାମ ଆଉ ଗୋଟେ ଏମିତିଆ ତ ଯୋଉ ମୋ ଜୀବନରେ ପାଇବେନି। ମୁଁ ତାକୁ ମୋ ଝିଅକୁ 25 ବର୍ଷ ହେଇଥିଲା ମୁଁ ତାକୁ ବାହାଘର କରିଥିଲି। ମୋର ଏମିତି ଯୋଉ ସୁନା ଭଳିଆ ଦୁନିଆରେ ସମସ୍ତେ ବଜାରେ ତା ଭଳିଆ ପୁଅ ଏମିତି ଦୁନିଆରେ କେହି ନାହାନ୍ତି। ଆଉ ତ ବସେଇ ଦେଇକିରି ଗଲା 3 ମାସ ହେଇନି ବସେଇ ଦେଇକିରି ଗଲା। ଡାକୁଛି ପଳେଇ ଆସ କାହିଁକି ଶନିବାର ଦିନ ତାକୁ ପାଣି ଡ୍ରେସ୍ ଦୋକାନରେ ବାପା ଏକା ଅଛନ୍ତି ମୁଁ ଯିବିନି ତମେ ମାମା ନେଇ ଆସ ଯାଇକି ହେଲେ ପଳେଇଥାନ୍ତା ଆମ ସାଙ୍ଗରେ ଗ୍ରହ କଟି ଯାଇଥାନ୍ତା। କେଡେ ବଡ ଦୁଃଖ ଦେଇକିରି ଗଲେ ମୋ ଝିଅକୁ ପୁରା ଦାଣ୍ଡରେ ଠିଆ କରିଦେଇକିରି ଗଲେ। ଏ ଷଡଯନ୍ତ୍ର କରିକିରି ପୁରା ତାକୁ ମାରିଛନ୍ତି। ଇଏ ବି ନାହିଁ ଇଏରେ ନାହିଁ ତାକୁ ଷଡଯନ୍ତ୍ର କରି ତା ଛାତିକି ଗୋଟେ ଯଦି ଗଣ୍ଡଗୋଳ ମଦ ଖାଇକିରି ହେଇଥାନ୍ତା ମୁଣ୍ଡକୁ ପିଟି ଦେଇଥାନ୍ତେ କି ହାତ ଭାତ ଗୋଟେ ପିଟି ଦେଇଥାନ୍ତେ ତା ଛାତିକି ଯୋଉ ଜାଗାରେ ହାର୍ଟ ସେଇ ଜାଗାରେ ମାରିକି ତାକୁ ଜୀବନ ମାରିବା ପାଇଁ ସେଇ ଜାଗାରେ ମାରିଲେ ହିଁ ସେ ମରିବ। ସେ ସେଇଟା ଜାଣିକିରି ସବୁ କରିଛନ୍ତି। ତାକୁ ପ୍ଲାନରେ ସବୁ କରିକିରି ଏଇଆ କରିଛନ୍ତି। ମତେ ତ ଆଉ ସେମିତିଆ ଝୁଅ ତ ମତେ ମିଳିବନି। ମୋ ଝିଅ ଜୀବନଟା ପୁରା ବର୍ବାଦ ହେଇଗଲା। ସେ ପୁରା ହିନିମାନି ହେଇଗଲା ପୁରା ଦାଣ୍ଡରେ ଠିଆ ହେଇଗଲା। ତାକୁ କିଏ ଆଉ ଭରସା ହବ? ବଡ ଷଡଯନ୍ତ୍ର ମ୍ୟାଡାମ ଏ ପୁରା ଷଡଯନ୍ତ୍ରରେ କରିଛନ୍ତି ସବୁ। ଆପଣ କେତେବେଳେ ଲାଷ୍ଟ ଟାଇମ କଥା ହେଇଥିଲେ? ରାହୁଲ ସହିତ ସେଦିନ କଥା ହେଇନି। ମୁଁ ଜମାରୁ ତା ପରଦିନ କଥା ହେଇଥିଲି। କଣ କହୁଥିଲେ? ମୁଁ ତାଙ୍କୁ କହୁଥିଲି ସେ କହିଲେ ନାଇଁ ମାମା ମୁଁ ଯିବିନି। ମୁଁ କହିଲି ତମେ ଚାଲ ତମକୁ ମାପ ହବ କି ନା ହବ ତମେ ନିଜେ ଯିବ ମାପିକି ଆଣିବ ନା ନାଇଁ ନେଇ ଆସ ଆଉ 30 ଟଙ୍କା କହିଲେ ନେଇ ଆସ। ଦୋକାନ ବାପା ଏକା ଅଛନ୍ତି ମୁଁ ବାପାକୁ ଛାଡିକିରି ମୁଁ ଜମାରୁ ଯାଇପାରିବିନି ଦୋକାନ। ଏତିକି କଥା ହେଇଛି ତ ମୁଁ କହିଲେ ନହେଲେ ରବିବାର ଦିନ କିଣା ନା ନାଇଁ ରବିବାର ଆମର ଭୋଜି ଅଛି ଯୋଉ ଘର ଭୋଜି ଭଉଣୀ ଘରେ ଆଉ ରବିବାର ଦିନ ସମୟ ହବନି। ଏଇଆ ତ କହିକିରି ମୁଁ ହେଲେ ସେଦିନ ଟିକେ ହେଲେ କଥାବାର୍ତ୍ତା ତାଙ୍କ ସାଙ୍ଗରେ ହେଇଥାନ୍ତି ସବୁଦିନ କଥାବାର୍ତ୍ତା ସେଦିନ ବି ଟିକେ କଥାବାର୍ତ୍ତା ହେଇପାରିଲିନି ତାଙ୍କ ସାଙ୍ଗରେ। ଆଉ କଣ କହିବି ମୋ ଝିଅକୁ କଣ ମତେ ମୁଁ ଚାହୁଁଛି ମତେ ନ୍ୟାୟ ଦରକାର। ମୋ ଝିଅକୁ ଠିକ ଯଦି ପୋଲିସ ତଦନ୍ତ କରିବେ ଠିକ ନ୍ୟାୟ ମିଳିବ। ମୋ ଝିଅକୁ ଟିକେ ନ୍ୟାୟ ମିଳୁ ନହେଲେ ମୋ ଝିଅ ଜୀବନ ଆଗକୁ ପାଇବି। ତାକୁ କି କଷ୍ଟରେ ତାକୁ ମାରି ତାଙ୍କ ହାତ କେମିତି ଗଲା ତାକୁ ମାରି ଏମିତି ସମସ୍ତଙ୍କୁ ସାହାଯ୍ୟ କରେ। କାହା ପାଖରେ ଠିଆ ହେଇନି ଯଦି ମନା କରିବି ଗଣ୍ଡଗୋଳ ତ ସେ ନାହିଁ ପଶିକିରି ସମସ୍ତଙ୍କୁ ସାହାଯ୍ୟ କରେ। ତ ମାରିଦେଲେ। 47 ବର୍ଷର ଟ୍ରଷ୍ଟେଡ୍ ବ୍ରାଣ୍ଡ ରାଜ ଇଲେକ୍ଟ୍ରୋନିକ୍ସ এই ବର୍ଷ এসি ও রেফ্রিজরেটর ସବୁଠାରୁ କମ୍ ରେଟ୍ରେ କେବଳ ରାଜ ଇଲେକ୍ଟ୍ରୋନିକ୍ସରେ।